ଆଉ ପ୍ରଭୁପ୍ରସାଦ କ'ଣ କରୁଛନ୍ତି? ଭେଣ୍ଡି ତୋଳୁଛନ୍ତି? ଆଉ ଭେଣ୍ଡି ତୋଳନ୍ତୁ, କେମିତି କ'ଣ ଭେଣ୍ଡି ତୋଳୁଛନ୍ତି ଆମ ଓଡ଼ିଶାବାସୀକୁ କୁହନ୍ତୁ। ଭେଣ୍ଡି କେମିତି କ'ଣ କଲେ ସେ ବିଷୟରେ ଆମ ଓଡ଼ିଶାବାସୀକୁ କୁହନ୍ତୁ। ଫୁଟକରେ ଦୁଇଟା ଗଛ ଲଗାଇଲି, ଜୁନ୍ ମାସରେ ଲଗାଇଥିଲି। ଯେଉଁ ଖତ ବି ଦେଇଥିଲି। ଖତ ହେଇଥିଲେ ସେ ଦେଖନ୍ତୁ ଦର୍ଶକ ବନ୍ଧୁ, ସେ ବର୍ତ୍ତମାନ ଭେଣ୍ଡି ତୋଳୁଛନ୍ତି। ତାଙ୍କର କହିବା କଥା ସେ ଜୁନ୍ ମାସରେ ଲଗାଇଥିଲେ ଭେଣ୍ଡି, କିଛି ରାସାୟନିକ ସାର ପ୍ରୟୋଗ କରିନାହାନ୍ତି, କମ୍ପୋଷ୍ଟ ଖତ ଦେଇ ସେ ଭେଣ୍ଡି ଲଗାଇଥିଲେ। ବର୍ତ୍ତମାନ ସେ ଭେଣ୍ଡି ତୋଳୁଛନ୍ତି, ଭିଜୁଆଲଟି ଦେଖନ୍ତୁ ଭେଣ୍ଡି କେମିତି ତୋଳୁଛି ଏ ପିଲାଟି। ଭେଣ୍ଡି ତ ହେଇଛି ଏଇଭଳିଆ ତୋଳୁଛି। ବର୍ତ୍ତମାନ ସେ ଜୁନ୍ ମାସରେ ଲଗାଇଥିଲେ, ତାକୁ ସେ ଦୁଇଟା ଲେଖା ଲଗାଇଥିଲେ ଫୁଟେ ଡିଷ୍ଟାନ୍ସରେ। ତାପରେ କିଛି ରାସାୟନିକ ସାର ପ୍ରୟୋଗ କରିନାହାନ୍ତି, ସେ କେବଳ କମ୍ପୋଷ୍ଟ ଖତ ଦେଇ ସେ ଭେଣ୍ଡି ଉତ୍ପାଦନ କରୁଛନ୍ତି। ବର୍ତ୍ତମାନ ସେ ଲଙ୍କା ଆଡ଼କୁ ପଳେଇଲେ। ଲଙ୍କା କେମିତି କ'ଣ କରୁଛନ୍ତି, ଗ୍ରୀନ୍ ବ୍ଲାକ୍ ଲଙ୍କା, ସେ ବିଷୟରେ ତୁମ ଦର୍ଶକମାନଙ୍କୁ କୁହନ୍ତୁ। ଫୁଟକରେ ତିନିଟା ଗଛ ଲଗାଇଥିଲି। ଆଉ ତାଙ୍କ କଥା ସେ ଗୋଟେ ଫୁଟରେ 3ଟା ଲେଖା ଗଛ ଲଗାଇଥିଲେ। ତାପରେ କିଛି ହଣାମରା କରି କମ୍ପୋଷ୍ଟ ଖତ ଦେଇଥିଲେ, ରାସାୟନିକ ସାର ପ୍ରୟୋଗ କରିନାହାନ୍ତି। ଆପଣ ତ ଭିଜୁଆଲ୍ ଦେଖୁଛନ୍ତି ଲଙ୍କା କେମିତି କ'ଣ ହେଇଛି। ଲଙ୍କାର ଭିଜୁଆଲ୍ଟି ଆପଣ ଦେଖାଉଛି, ଲଙ୍କା ଏଇଭଳିଆ ହେଇଛି। ସେ କୁନି ପିଲା ତାଙ୍କ ବାଡ଼ି ବଗିଚାରେ ସେ ଏମିତି କରୁଛନ୍ତି ଚାଷ। ମୋର କହିବା କଥା ଆପଣମାନେ ନିଜ ବଗିଚାରେ ଏମିତି ଚାଷ କରନ୍ତୁ, ନିଜେ ଉତ୍ପାଦନ ସହିତ ନିଜେ ନିରୋଗ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି କେମିତି ଏମାନେ ବାଡ଼ି ବଗିଚାରେ କରି ସୁସ୍ଥ ରହିବେ। ରହିଲୁ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।